ଆପଣ ପ୍ରଶ୍ନଟିଏ କଲେ ଘାସିରାମ ମାଝୀ ହେଉଛନ୍ତି କଂଗ୍ରେସ ଲୋକ। ଅତୀତ ଦିନରେ କଂଗ୍ରେସର ଥିଲେ। 2024 ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କଂଗ୍ରେସ ଦଳ କରିନଥିଲା, କିନ୍ତୁ ସେ କୌଣସି ଦଳକୁ ଯାଇନଥିଲେ, ସ୍ୱାଭିମାନରେ ସ୍ୱାଧୀନରେ ଛିଡ଼ା ହେଇଥିଲେ ଏବଂ କଂଗ୍ରେସ ସହିତ ଥିଲେ। ତେଣୁ ସେ 24ରେ କଂଗ୍ରେସ ସହିତ ସ୍ୱାଧୀନରେ ଲଢ଼ିଥିଲେ ବୋଲି କଂଗ୍ରେସ ଦଳ ଆଜି ନିଷ୍ପତ୍ତି ନେଲା ତାଙ୍କୁ ପ୍ରକୃତରେ ସେ ହିଁ ଯୋଗ୍ୟ ପ୍ରାର୍ଥୀ କଂଗ୍ରେସ ପାଇଁ। ତେଣୁ ତାଙ୍କୁ କଂଗ୍ରେସ ଦଳରୁ ଟିକେଟ୍ ଦିଆଗଲା ଏବଂ ସେ ଲୋକଙ୍କର ଆସ୍ଥାଭାଜନ ହେଇ ଅଛନ୍ତି। କାରଣ ସେକେଣ୍ଡ ପୋଜିସନରେ କ୍ରୁସିଆଲ ପିରିୟଡ଼ ଭିତରେ ବିଜେଡ଼ି ବିଜେପି କଂଗ୍ରେସ ତିନିଟା ପାର୍ଟି ନିର୍ବାଚନ ଲଢ଼ୁଥିଲା ବେଳେ 2024ରେ ସେତେବେଳେ ଘାସିରାମ ମାଝୀ ଦ୍ୱିତୀୟ ପୋଜିସନରେ ଥିଲେ। ତେଣୁ କଂଗ୍ରେସ ସମ୍ପ୍ରଦାୟର ଲୋକ ସେ କଂଗ୍ରେସର ଲୋକ ଜିଲ୍ଲା ସଭାପତି ତାଙ୍କୁ କରାଯାଇଛି। ଯଦି ଘାସିରାମ ମାଝୀ ଜିତନ୍ତି ଇଲେକ୍ସନରେ ନିର୍ବାଚିତ ହୋଇ ଜିତନ୍ତି ତ ସେଟା ସମସ୍ତେ ସଭାପତି ଅଛନ୍ତି ଭକ୍ତଦାସ ତାଙ୍କର କ୍ରେଡିଟ୍ ଯିବ ନା ଘାସିରାମ ମାଝୀଙ୍କ କ୍ରେଡିଟ୍? ଡେଫିନେଟଲି, କାରଣ ଦଳର ହାଇକମାଣ୍ଡ ହେଉଛନ୍ତି ଭକ୍ତଚରଣ ଦାସ। ଆପଣମାନଙ୍କ ଜରିଆରେ ଜଣାଇ ଦେବା ପାଇଁ ଚାହେଁ, ଭକ୍ତ ଦାସ ହେଉଛନ୍ତି ଅଭିଭୁକ୍ତ କଳାହାଣ୍ଡି ଜିଲ୍ଲାର ଜଣେ ଦକ୍ଷ ନେତୃତ୍ୱ, ଯିଏ ନିୟମଗିରି ପାହାଡ଼ ପାଇଁ ଦିଲ୍ଲୀରୁ ମାନେ କଳାହାଣ୍ଡିରୁ ଦିଲ୍ଲୀ ପର୍ଯ୍ୟନ୍ତ, ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରି ରାହୁଲ ଗାନ୍ଧୀକି ଆଣି ନିୟମଗିରି ପାହାଡ଼କୁ ରଖିଥିଲେ। ସେହି ନେତା ହେଉଛନ୍ତି ଭକ୍ତ ଦାସ। ଭକ୍ତ ଦାସଙ୍କର ଯେତେବେଳେ ଇଲେକ୍ସନ୍ ଡିକ୍ଲେୟାର ହେଇନି ସେ ସେଠି ଡେରା ପକାଇଛନ୍ତି। ପ୍ରତ୍ୟେକ ଦିନ 15,000 1500 20,000 20,000 20,000 15 220 ମାନେ 20 କିଲୋମିଟର ପାଖାପାଖି ସେ ରାଲି କରୁଛନ୍ତି। ଜନସାଧାରଣଙ୍କୁ ସାଙ୍ଗରେ ଧରି ଲୋକଙ୍କୁ ଯୋଡ଼ି କଂଗ୍ରେସ ସପକ୍ଷରେ ଭୋଟ କରିବା ପାଇଁ ସେ ନିଜେ ପ୍ରୟାସ ଜାରି ରଖିଛନ୍ତି। କ୍ରେଡିଟ୍ ଭକ୍ତ ଦାସଙ୍କର ଯିବ, କ୍ରେଡିଟ୍ ଘାସିରାମ ମାଝୀଙ୍କର ଯିବ। ଆଉ ଗୋଟେ ଜିନିଷ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମଧ୍ୟ